କ'ଣ ଆପଣ ଜାଣନ୍ତି କି ସଡ଼କ ଦୁର୍ଘଟଣା ଯେତିକି ଜୀବନ ବର୍ଷକୁ ଯାଉଛି ତା'ର 9.22% କେବଳ ବୁଲା ଗାଈ ଗୋରୁ ଷଣ୍ଢ କୁକୁର ପାଇଁ ଯାଉଛି। ଅର୍ଥାତ୍ ଗତ 3 ବର୍ଷରେ 2022ରୁ 24 ମଧ୍ୟରେ ସଡ଼କ ଦୁର୍ଘଟଣା 17,348 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରୁ କେବଳ 1,601 ଜଣକ ବୁଲା ଗାଈ ଗୋରୁଙ୍କ ସହ ଧକ୍କା ହେଇଥିବାରୁ ଯାଇଛି ଜୀବନ। ତେବେ ବାଣିଜ୍ୟ ଓ ପରିବହନ ବିଭାଗ ତଥ୍ୟରୁ ଜଣାପଡ଼ିଛି ଯେ 2022 ମସିହାରେ ରାଜ୍ୟରେ 11,663ଟି ସଡ଼କ ଦୁର୍ଘଟଣା ହୋଇଥିବା ବେଳେ 5,467ଟି ଜଣକ ମୃତ୍ୟୁ ହୋଇଛି ଏବଂ 10,302 ଜଣକ ଆହତ ହୋଇଛନ୍ତି। ବିଡ଼ମ୍ବନାର ବିଷୟ ଏଥିରୁ ଯେ ବୁଲା ଗାଈଙ୍କ ଯୋଗୁଁ 992ଟି ଦୁର୍ଘଟଣା ହୋଇଥିବା ବେଳେ 521 ଜଣ ମୃତ୍ୟୁ ହୋଇଛି ଏଥିରେ। ଆଉ 2023ରେ ସ୍ଥିତି ଆହୁରି ସଙ୍ଗୀନ ହୋଇଥିଲା। ରାଜ୍ୟରେ ମୋଟ 11,992ଟି ଦୁର୍ଘଟଣା ହୋଇଥିଲା, ଯେଉଁଥିରୁ ଏଥିରେ 5,739 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 10,369 ଜଣ ଆହତ ହୋଇଥିଲେ। ଏଥିରୁ 1,168ଟି ଦୁର୍ଘଟଣା ବୁଲା ଗାଈ ଗୋରୁଙ୍କ ଯୋଗୁଁ ହୋଇଥିଲା। ଏଥିରୁ 663 ଜଣ ମୃତ୍ୟୁ ଘଟିଥିଲା। ତ 2024 ରିପୋର୍ଟ ଯଦି ଦେଖିବା 12,375ଟି ସଡ଼କ ଦୁର୍ଘଟଣା ହୋଇଥିଲା ବେଳେ 6,142 ଜଣ ଜୀବନ ଯାଇଥିଲା ଏଥିରେ, ଆଉ 10,770 ଜଣଙ୍କ ଆହତ ହୋଇଥିଲେ। କିନ୍ତୁ ଏହି ବର୍ଷ ବୁଲା ଗାଈ ଗୋରୁଙ୍କ ଯୋଗୁଁ 903ଟି ଦୁର୍ଘଟଣା ହୋଇଥିବା ବେଳେ 477 ଜଣଙ୍କ ମୃତ୍ୟୁ ଘଟିଲାଣି। ଏହି 3 ବର୍ଷ ଏହିଭଳି ଦୁର୍ଘଟଣା ଜନିତ ଆହତଙ୍କ ସଂଖ୍ୟା 3,000ରୁ ଅଧିକ ବୋଲି ଜଣାପଡ଼ିଛି। କେବଳ ମଣିଷ ମରିନାହାନ୍ତି, 2022ରୁ 25 ଅଗଷ୍ଟ ମାସ ସୁଦ୍ଧା ପାଖାପାଖି 331ଟି ପଶୁଙ୍କର ବି ମଧ୍ୟ ଜୀବନ ଯାଇଛି। ଏହି ସମସ୍ୟାର ସମାଧାନ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ମିଶନ ମେଡ୍ର କାମ କରିବାକୁ ନିଷ୍ପତ୍ତି ନେଇଛି। ରାଜ୍ୟରେ ସଡ଼କ ସୁରକ୍ଷା ବୃଦ୍ଧି କରିବା ସହ ମଣିଷ ଓ ପଶୁ ଉଭୟଙ୍କର ସୁରକ୍ଷା ଦୃଷ୍ଟିରୁ ରଖି ଏକ ସମ୍ବନ୍ଧିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ଯୋଜନା କରିଛି। ଆଜି ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିବା ବେଳେ ନିରାପଦ ଯାତ୍ରା ଓ ସୁରକ୍ଷିତ ସଡ଼କ ପ୍ରସ୍ତୁତ କରିବା ଲାଗି ଖୁବ୍ ଶୀଘ୍ର ଗାଇଡ଼ଲାଇନ୍ ଆସିବ ବୋଲି ଜଣାପଡ଼ିଛି। ବୈଠକରେ ଚିହ୍ନଟ ହୋଇଥିବା ଜାତୀୟ ରାଜପଥ ଷ୍ଟ୍ରିଟ୍‌ଗୁଡ଼ିକ ନିକଟବର୍ତ୍ତୀ ପୌରାଞ୍ଚଳ ସହିତ ସଂଯୋଗ କରିବା ପାଇଁ ଏକ ମିଶନ ମେଡ୍ ରଣନୀତି ପ୍ରସ୍ତୁତ କରିବାକୁ କୁହାଯାଇଛି। ଏହାଦ୍ୱାରା ପୂର୍ବରୁ ଏବଂ ନୂତନ ଗୋଶାଳା ମାଧ୍ୟମରେ ଗୋ ନିୟନ୍ତ୍ରଣ ଏବଂ ଆଶ୍ରୟସ୍ଥଳ ସୁନିଶ୍ଚିତ କରାଯିବ। ବୁଲା ପଶୁଙ୍କ ଉପସ୍ଥିତି ସର୍ଭେ କରାଯିବା ସହିତ ରାଜପଥରେ ଦୁର୍ଘଟଣା ପ୍ରବଣ ସ୍ଥାନଗୁଡ଼ିକ ଚିହ୍ନଟ କରାଯିବ। ଏବେ ଥିବା ଗୋଶାଳାଗୁଡ଼ିକ ସୁଦୃଢ଼ କରିବା ଓ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗକୁ ସହାୟତା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହିତ ସେବାମୁଖୀ ସହଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ରାସ୍ତାରେ ବୁଲୁଥିବା ଗାଈଗୋରୁଙ୍କ କେବଳ ଏ ସମସ୍ୟା ନୁହେଁ, ବରଂ ଜୀବନ ପ୍ରତି ବିପଦ। ଯାତ୍ରୀ ଓ ପଶୁଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ହେବ। ଏଥିରେ ରାଜ୍ୟ ପ୍ରଥମ ଥର ପାଇଁ ଏକ ସମନ୍ୱିତ ମଡେଲ ଲାଗୁ କରାଯିବ, ଯେଉଁଥିରେ ପଶୁମାନଙ୍କ ପାଇଁ ରାସ୍ତା କଡ଼ରେ ବାଡ଼, ସହଜରେ ରାସ୍ତା ପାର ପାଇଁ ବ୍ୟବସ୍ଥା, ବୁଲା ଗୋରୁଙ୍କୁ ଗୋଶାଳାକୁ ସ୍ଥାନାନ୍ତର ଏବଂ ମାଲିକଙ୍କଠାରୁ ଜୋରିମାନା ଆଦାୟ, ଭ୍ରମଣୀୟ ପଶୁ ଚିକିତ୍ସା ୟୁନିଟ୍ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପ୍ରଦାନ, ରାସ୍ତାକଡ଼ରେ ଲୋକଙ୍କୁ ସଚେତନ କରିବା ଭଳି ପଦକ୍ଷେପ ନିଆଯିବ। ବୈଠକରେ ପରିବହନ କମିଶନର ଅମିତାଭ ଠାକୁର, ପୌର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ବିଜୟ ଅମୃତ କୁଲେଙ୍ଗା, ଜାତୀୟ ରାଜପଥ ଏବଂ ଓଡ଼ିଶା ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ଏହି ନିଷ୍ପତ୍ତି ସମୟରେ